ମାଙ୍କଡ଼ ପିଉଛି ପଇଡ଼। ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ, ଚାରିଆଡ଼େ ତୃଷ୍ଣା। ଗ୍ରୀଷ୍ମକୁ ନେଇ ହାହାକାର। କି ମନୁଷ୍ୟ କି ଜଙ୍ଗଲ ଜୀବଜନ୍ତୁ ସମସ୍ତେ ସହରୀକରଣ। ଉଦ୍ଭିଦ ଜଙ୍ଗଲ ବର୍ତ୍ତମାନ କଂକ୍ରିଟ ଜଙ୍ଗଲରେ ପରିଣତ ହେବାରେ ଲାଗିଛି, ଯାହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି। ତେବେ ଗଜପତି ଜିଲ୍ଲା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସୋମପେଟା ମଣ୍ଡଳ ଅନ୍ତର୍ଗତ କଲମ ଗ୍ରାମରେ ଏକ ନିଆରା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ ଓ ଆଶ୍ଚର୍ଯ୍ୟଚକିତ କରିଛି। ଡହ ଡହ ଖରାରେ ଜଙ୍ଗଲରୁ ଏକ ମାଙ୍କଡ଼ କଲମ ଗ୍ରାମର ଜଣେ ଚାଷୀଙ୍କ ପଇଡ଼ ବଗିଚାରେ ପହଞ୍ଚିଥିଲା। ସେଠାରେ ପଇଡ଼ ଗଛ ଉପରୁ ପଇଡ଼ ତୋଳି ପଇଡ଼ ପାଣି ପିଉଥିବାର ଦେଖିବାକୁ ମିଳିଥିଲା। ସାଧାରଣତଃ ଦର୍ଶକ ବନ୍ଧୁ, ବିନା ଧାରୁଆ ଅସ୍ତ୍ରରେ ପଇଡ଼ରୁ ବାହାର କରିବା ପ୍ରାୟତଃ ମନୁଷ୍ୟ ପକ୍ଷରେ ଅସମ୍ଭବ, କିନ୍ତୁ ମାଙ୍କଡ଼ ନିଜର ବିଚକ୍ଷଣ ବୁଦ୍ଧିରେ ନିଜ ଦାନ୍ତରେ ପଇଡ଼ରେ ଛିଦ୍ର ସୃଷ୍ଟି କରି ପଇଡ଼ ପାଣି ପିଇବା ସହ ସେଥିରେ ଥିବା ନଡ଼ିଆ ମଧ୍ୟ ଖାଇଥିଲା। ସାଧାରଣତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳୁନଥିବା ବେଳେ କେଉଁଠି ନା କେଉଁଠି ଦ୍ରୁତ ସହରୀକରଣ, ପରିବେଶ ପ୍ରଦୂଷଣ ସହ ଜଙ୍ଗଲ କ୍ଷୟ, ଜଙ୍ଗଲୀ ଜୀବଜନ୍ତୁଙ୍କୁ ମନୁଷ୍ୟ ସଭ୍ୟତା ଅଞ୍ଚଳରେ ଦେଖିବାକୁ ମିଳୁଛି।